ବନ୍ଧୁ, ତୁମେ ଯାହା ଭାବିବ ତୁମେ ସେହିଭଳି ହୋଇଯିବ। ତୁମେ ଯାହା ଅନୁଭବ କରିବ ତୁମେ ତାହା ଆକର୍ଷିତ କରେଇବ। ତୁମେ ଯାହା କଳ୍ପନା କରିବ ତାହା ତୁମେ ନିର୍ମାଣ କରିବ ନିଶ୍ଚିତ। ଓಂ ବିଷ୍ଣବେ ନମ। ନମସ୍କାର, ମୁଁ ଜ୍ୟୋତିର୍ବିଦ ଯଜାତି କେଶରୀ ଦାସ ସବୁଦିନ ଭଳି ଆପଣ ମାନଙ୍କ ପାଇଁ ଆଜି ବି ନେଇ ଆସିଛି ଆଜିର ରାଶିଫଳ। ଯଦି ଆପଣ ମାନେ ମତେ ଦେଖୁଛନ୍ତି ତେବେ ନିଶ୍ଚିତ ଲାଇକ୍ କରନ୍ତୁ, କମେଣ୍ଟ ବକ୍ସରେ ଆପଣଙ୍କର ଇଷ୍ଟ ଦେବତାଙ୍କ ନାଁ ଲେଖନ୍ତୁ। ଯଦି ସବସ୍କ୍ରାଇବ କରିନାହାନ୍ତି ତେବେ ସବସ୍କ୍ରାଇବ କରେଇ ନିଅନ୍ତୁ ଏବଂ ପାଖରେ ଥିବା ବେଲ୍ ଆଇକନ ବଟନ ନିଶ୍ଚିତ ଦବେଇ ଦିଅନ୍ତୁ, କାରଣ ମୁଁ ସବୁଦିନ ରାଶିଫଳ ସହିତ ଗ୍ରହ ବ୍ରତ ବାର ବିଷୟରେ କିଛି ନା କିଛି ତଥ୍ୟ ଆପଣ ମାନଙ୍କ ନିକଟରେ ଉପସ୍ଥାପନ କରେ। ଆଜିର ରାଶିଫଳ ଜାଣିବା ପୂର୍ବରୁ ପ୍ରଥମେ ଜାଣିନବା ଆଜିର ପଞ୍ଚାଙ୍ଗ। ଆଜି 2025 ଡିସେମ୍ବର ମାସ 13 ତାରିଖ, ଓଡ଼ିଆ ମାର୍ଗଶିର ମାସ 28 ଦିନ, ଶନିବାର, କୃଷ୍ଣ ପକ୍ଷ, ନବମୀ ତିଥି, ଯାହା ରାତ୍ରି 9:10 ପର୍ଯ୍ୟନ୍ତ ରହୁଛି। ତାପରେ ଦଶମୀ ତିଥି ଆରମ୍ଭ ହଉଛି। ଆଜି ଉତ୍ତରା ଫାଲ୍ଗୁନୀ ନକ୍ଷତ୍ର, ଯାହା ଦିବା 10:27 ପର୍ଯ୍ୟନ୍ତ ରହୁଛି। ତାପରେ ହସ୍ତା ନକ୍ଷତ୍ର ଆରମ୍ଭ ହଉଛି। ଆଜି କନ୍ୟା ରାଶିରେ ଚନ୍ଦ୍ର ଅବସ୍ଥାପନ କରି ରହୁଛନ୍ତି। ଆଜି ସୂର୍ଯ୍ୟ ଉଦୟ ହଉଛନ୍ତି, ଯାହା ପ୍ରାପ୍ତ 6:14 ସେଇଭଳି ସୂର୍ଯ୍ୟ ଅସ୍ତ ହଉଛନ୍ତି ଅପରାହ୍ନ 5:03। ଆଜି ଯୁଗ୍ନି ରହିଛି ପୂର୍ବ ଦିଗେ, ରାତ୍ରି 9:10 ପରେ ଯୁଗ୍ନି ଉତ୍ତର ଦିଗରେ ରହିବେ। ଆଜି ଘାତ ଚନ୍ଦ୍ର ରହିଛି ବୃଷ ରାଶି ବ୍ୟକ୍ତିଙ୍କର। ଆଜି ଘାତ ବାର ରହିଛି ବୃଷ ରାଶି ବ୍ୟକ୍ତି, ସିଂହ ରାଶି ବ୍ୟକ୍ତି ଏବଂ କନ୍ୟା ରାଶି ବ୍ୟକ୍ତିଙ୍କର। ଆଜି ମୃତ ବ୍ୟକ୍ତିର ଯାହାକି 2 ପାଦ ପୁଷ୍କର ଦୋଷ ରହିଛି। ଦିବା 10:27 ପରେ 1 ପାଦ ପୁଷ୍କର ଦୋଷ ଲାଗିବ। ଫଳ ରହୁଛି ବଂଶହାନି, ତତ୍ସହିତ କୃଷି ସନ୍ତାନ ହାନି। ଆଜି ନବମୀରେ ଶ୍ରାଦ୍ଧ, ନିଷିଦ୍ଧ ଖାଦ୍ୟ ରହିଛି ଲାଉ, ତତ୍ସହିତ କଳମ ଭୋଜନ ନିଷେଧ ରହିଛି, ଯାହା ରାତ୍ରି 9:10 ପରେ। ଆଜିର ଅଶୁଭ ବେଳା, ଯାହା ପ୍ରାପ୍ତରୁ ଦିବା 8:08 ମଧ୍ୟ ରହିଛି କାଳ ବେଳା। ସେହିଭଳି ପୁଣି ଦିବା 4:06 ଅପରାହ୍ନ 5:03 ମଧ୍ୟ ରହିଛି କାଳ ବେଳା। ସେହିଭଳି ଦିବା 8:58 ଦିବା 10:20 ମଧ୍ୟ ରହିଛି ରାହୁ କାଳ। ସେହିଭଳି ଦିବା 12:53 ଦିବା 2:30 ମଧ୍ୟ ରହିଛି ଯାହାକି ବାର ବେଳା। ସେହିଭଳି ସୂର୍ଯ୍ୟାସ୍ତରୁ ଯାହାକି ସନ୍ଧ୍ୟା 6:41 ମଧ୍ୟ ରହିଛି କାଳରାତ୍ରି। ସେହିଭଳି ରାତ୍ରି ପୁଣି 3:32 ଯାହାକି ଶେଷ ରାତ୍ରି 5:56 ମଧ୍ୟ ରହିଛି କାଳରାତ୍ରି। ତେଣୁ କାଳରାତ୍ରି, ବାର ବେଳା, କାଳ ବେଳା ଏବଂ ରାହୁ କାଳ ସମୟରେ କୌଣସି ଶୁଭ କାର୍ଯ୍ୟ କରନ୍ତୁ ନାହିଁ। ଆଜିର ଶୁଭ ବେଳା, ଯାହା ଦିବା 8:09 ଦିବା 8:57 ମଧ୍ୟ ରହିଛି ଶୁଭ ବେଳା। ସେହିଭଳି ଦିବା 12:38 ଦିବା 12:52 ମଧ୍ୟ ରହିଛି ଶୁଭ ବେଳା। ସେହିଭଳି ଦିବା 2:31 ଦିବା 3:40 ମଧ୍ୟ ରହିଛି ଶୁଭ ବେଳା। ସେହିଭଳି ରାତ୍ରି 12:18 ରାତ୍ରି 2:44 ମଧ୍ୟ ରହିଛି ଶୁଭ ବେଳା। ତେବେ ଚାଲନ୍ତୁ ଜାଣିବା ଆଜିର ରାଶିଫଳ, ଯାହା ଚନ୍ଦ୍ରଗୋଚର ଗଣନା ଦ୍ୱାରା ଜାଣିବା ମେଷ ଠାରୁ ମୀନ ରାଶି ପର୍ଯ୍ୟନ୍ତ। ପ୍ରଥମେ ଚାଲନ୍ତୁ ଜାଣିବା ମେଷ ରାଶି ବ୍ୟକ୍ତିଙ୍କ ବିଷୟରେ। ମେଷ ରାଶି ବ୍ୟକ୍ତି, ଆଜି ଦିନଟି ଆପଣଙ୍କ ପାଇଁ ଇଚ୍ଛା ଅନୁସାରେ କାର୍ଯ୍ୟ ହେବ ନାହିଁ। ଆପଣ କେତେକ କ୍ଷେତ୍ରରେ ହତାଶ ହୋଇପାରନ୍ତି, ଯାହାକି ଆପଣଙ୍କର କର୍ମକ୍ଷେତ୍ରରେ ଅନେକ କ୍ଷେତ୍ରରେ ବାଧାବିଘ୍ନ ଆସିପାରେ ଏବଂ ଆପଣଙ୍କୁ କର୍ମକ୍ଷେତ୍ରରେ ନାନା ହଇରାଣ ହବାକୁ ପଡିପାରେ। ତେଣୁ ଧ୍ୟାନ ପୂର୍ବକ ମେଷ ରାଶି ବ୍ୟକ୍ତି ନିଜର କାର୍ଯ୍ୟ ନିହାତି ଆବଶ୍ୟକତା ରହିଛି। ପ୍ରତ୍ୟେକ କାର୍ଯ୍ୟକୁ ନିଷ୍ଠା ସହକାରେ କରିବାର, କାରଣ ଆପଣଙ୍କର ଭାଗ୍ୟ ଗ୍ରହ ନିମ୍ନଗାମୀ ରହୁଛି। ଆଜି ମେଷ ରାଶି ବ୍ୟକ୍ତି କାହା ଉପରେ ବିଶ୍ୱାସ କରନ୍ତୁ ନାହିଁ। ବିଶ୍ୱାସ କରିଲେ ଆପଣ ଠକିବାର ଅନେକ ଚାନ୍ସ ରହୁଛି। ଆଜି ଆପଣଙ୍କର ଯାହାକି ପ୍ରେମ ଜନିତ କ୍ଷେତ୍ରରେ ଆପଣଙ୍କୁ ରାଜସୁଖ ପ୍ରାପ୍ତ ରହୁଛି। ନିଜର କାର୍ଯ୍ୟରେ ଯାହାକି ପ୍ରେମ ଜନିତ କ୍ଷେତ୍ରରେ ଆପଣ ବହୁତ ଆନନ୍ଦିତ ଏବଂ ସୁଖ ପ୍ରାପ୍ତ ଯୁଗ ରହୁଛି।
ତତ୍ସହିତ ଆଜି ଯୋଉମାନେ ପ୍ରେମ କରୁଛନ୍ତି ମେଷ ରାଶି ବ୍ୟକ୍ତି ନିଚ ଜାତିର ବ୍ୟକ୍ତି ମାନଙ୍କ ସହିତ ଆପଣଙ୍କର ପ୍ରେମ ସମ୍ବନ୍ଧ ଅଧିକ ଦେଖାଦେବ, ଯାହା ଆପଣଙ୍କ ଭାଗ୍ୟ ରାଶିରୁ ଜଣା ପଡୁଛି। ଆଜି ମେଷ ରାଶି ବ୍ୟକ୍ତିଙ୍କର ସ୍ୱାମୀ ସ୍ତ୍ରୀଙ୍କ ଭିତରେ ଭଲ ସମ୍ପର୍କ ଗଢି ଉଠିବ ଏବଂ ପାରିବାରିକ ଦୃଷ୍ଟିରୁ ଦେଖିଲେ ଆପଣଙ୍କର କୌଣସି ନିଜ ଭିତରେ ଯାହାକି କଳହ ହବାର ନାହିଁ। ଆଜି ମେଷ ରାଶି ବ୍ୟକ୍ତିଙ୍କର ରାଜନୈତିକ ସାମାଜିକ କ୍ଷେତ୍ରରେ ଆପଣଙ୍କର ଦକ୍ଷତା ବୃଦ୍ଧି କରିବ। ତତ୍ସହିତ ଅର୍ଥଜନିତ କ୍ଷେତ୍ରରେ ଆପଣ ବହୁତ ଆଗକୁ ବଢିବାର ପୂର୍ଣ୍ଣ ସୁଯୋଗ ରହୁଛି। ଶିକ୍ଷାର୍ଥୀ ମାନଙ୍କ ପାଇଁ ଉତ୍ତମ ଶୁଭ ଫଳ ପ୍ରାପ୍ତ କରିବାର ସୁଯୋଗ ଦେଇପାରେ। ଆଜି ମେଷ ରାଶି ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ଦେଖିଲେ ଆପଣଙ୍କର ସ୍ୱାସ୍ଥ୍ୟ ସମସ୍ୟା ବଢେଇପାରେ। ପୂର୍ବରୁ ଯଦି ସ୍ୱାସ୍ଥ୍ୟ ସମସ୍ୟା ଥିବ ତେବେ ନିଶ୍ଚିତ ଆପଣଙ୍କୁ ଆଜି ଆହୁରି ଖରାପ ହବାର ଅନେକ ଚାନ୍ସ ରହୁଛି। ତେବେ ମେଷ ରାଶି ବ୍ୟକ୍ତି ଆଜି ଛୋଟ ମୋଟ ଦୁର୍ଘଟଣା ଜନିତ ସମସ୍ୟାରେ ପଡିପାରନ୍ତି। ତେଣୁ ଧ୍ୟାନ ପୂର୍ବକ ନିଜକୁ କାର୍ଯ୍ୟ କରନ୍ତୁ ଏବଂ ସାବଧାନ ରୁହନ୍ତୁ, କୌଣସି ରିସ୍କଫୁଲ କାର୍ଯ୍ୟ କରନ୍ତୁ ନାହିଁ। ଆଜି ମେଷ ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି 5, ଭାଗ୍ୟ ରଙ୍ଗ ରହୁଛି ଧଳା ଏବଂ ଗ୍ରହ ମାନେ ଆପଣଙ୍କୁ ଆଜି 55% ସାଥ ଦଉଛନ୍ତି। ଏବେ ଚାଲନ୍ତୁ ଜାଣିବା ବୃଷ ରାଶି ବ୍ୟକ୍ତିଙ୍କ ବିଷୟରେ। ବୃଷ ରାଶି ବ୍ୟକ୍ତି ଆଜି ସମସ୍ତ କାର୍ଯ୍ୟରେ ଆପଣ ଶୁଭ ଫଳ ଯୁଗ ରହୁଛି, ଯାହାକି ଆଶା କରୁଥିବା କାର୍ଯ୍ୟ ମଧ୍ୟ ପୂର୍ଣ୍ଣ ହେବ। ଯେଗୁଡିକୁ ଆଶା ନ କରୁଥିବେ ମଧ୍ୟ ସେ କାର୍ଯ୍ୟ ପୂର୍ଣ୍ଣ ହବାର ଅନେକ ଚାନ୍ସ ରହୁଛି। ଆଜି ସମସ୍ତ କର୍ମକ୍ଷେତ୍ରରେ ଆପଣଙ୍କର ଗୁରୁତ୍ୱ ବଢିବ ଏବଂ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ପାଇଁ ବୃଷ ରାଶି ବ୍ୟକ୍ତି ଆଜି ଉତ୍ତମ ଦିନ ହୋଇପାରେ। ଆଜି ବୃଷ ରାଶି ବ୍ୟକ୍ତି କର୍ମକ୍ଷେତ୍ରରେ ଆଗକୁ ବଢିବା ସହିତ ଚାକିରି ସମ୍ବନ୍ଧରେ ଯୋଉମାନେ ଇନଭଲ୍ଭ ଅଛନ୍ତି ନିଜ ଉଚ୍ଚ ଅଧିକାରୀଙ୍କ ଠାରୁ ଆପଣ ପ୍ରଶଂସା ପାଇବାର ସୁଯୋଗ ପାଇପାରନ୍ତି। ଆପଣଙ୍କର କାର୍ଯ୍ୟ କୌଶଳ ଦେଖି ନିଶ୍ଚିତ ସମସ୍ତେ ଆପଣଙ୍କ ଉପରେ ଧ୍ୟାନ ପଡିପାରେ। ଆଜି ବୃଷ ରାଶି ବ୍ୟକ୍ତି ରାଜନୈତିକ ସାମାଜିକ କ୍ଷେତ୍ରରେ ଆପଣଙ୍କର ଦକ୍ଷତା ବଢିବ। ତତ୍ସହିତ ଶିକ୍ଷାର୍ଥୀ ବିଦ୍ୟାର୍ଥୀ ଏବଂ ଇଣ୍ଟରଭ୍ୟୁ ଥିଲେ ଆପଣଙ୍କର ଭଲ ସଫଳତା ପାଇବାର ସୁଯୋଗ ଦଉଛି। ଆଜି ବୃଷ ରାଶି ବ୍ୟକ୍ତିଙ୍କର ଅର୍ଥଜନିତ କାରବାରରେ ଆପଣ ଅନେକ ଲାଭ ପ୍ରାପ୍ତ ହେବେ। ଅର୍ଥ ଆଜି ସଞ୍ଚୟ କରିବେ। ଅର୍ଥଜନିତ କୌଣସି ନିଷ୍ପତ୍ତି ନେବା ପାଇଁ ଆପଣଙ୍କୁ ନିହାତି ଆଜି ଉତ୍ତମ ଯୁଗ ବନଉଛି। ଆଜି ଯାହାକି ବୃଷ ରାଶି ବ୍ୟକ୍ତି ପ୍ରେମ ଜନିତ କ୍ଷେତ୍ରରେ ଆପଣ ବହୁତ ଆନନ୍ଦିତ ଏବଂ ସୁଖ ପ୍ରାପ୍ତ କରିବାର ସୁଯୋଗ ରହିଛି ଏବଂ ଲଭ ଜନିତ ଭଲ ବାର୍ତ୍ତାଳାପ କରିବା ପାଇଁ ଆଜି ଉତ୍ତମ ଦିନ ବନେଇ ପାରେ। ଆଜି ବୃଷ ରାଶି ବ୍ୟକ୍ତିଙ୍କର ଯାହାକି ପାରିବାରିକ ସମସ୍ୟା କିଛି ରହିବ ନାହିଁ, ନିଜ ଭିତରେ ଭଲ ସମ୍ପର୍କ ରହିବ, ଯାହା ଆପଣଙ୍କ ଭାଗ୍ୟ ରାଶିରୁ ଜଣା ପଡୁଛି। ଆଜି ବୃଷ ରାଶି ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ଦେଖିଲେ ଆପଣ ସମ୍ପୂର୍ଣ୍ଣ ସୁସ୍ଥ ରହିବେ, କୌଣସି ସ୍ୱାସ୍ଥ୍ୟ ସମସ୍ୟା ଆପଣଙ୍କର ରହିବ ନାହିଁ। ଆଜି ବୃଷ ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି 3, ଭାଗ୍ୟ ରଙ୍ଗ ରହୁଛି ହଳଦିଆ ରଙ୍ଗ, ଆପଣ ୟୁଜ କରିପାରିବେ ଏବଂ ଗ୍ରହ ମାନେ ଆପଣଙ୍କୁ ଆଜି 90% ସାଥ ଦଉଛନ୍ତି। ଏବେ ଚାଲନ୍ତୁ ଜାଣିବା ମିଥୁନ ରାଶି ବ୍ୟକ୍ତିଙ୍କ ବିଷୟରେ। ମିଥୁନ ରାଶି ବ୍ୟକ୍ତି ଆଜି ଆପଣଙ୍କର ଭାଗ୍ୟ ଉଦୟ ଯୁଗ କହିଲେ ଅତ୍ୟୁକ୍ତି ହେବ ନାହିଁ। ପ୍ରତ୍ୟେକ କାର୍ଯ୍ୟ ଆପଣଙ୍କ ପରିଶ୍ରମ ଅନୁସାରେ ଆପଣ ସଫଳ ହେବେ। ଦିନଟି ଆପଣଙ୍କ ପାଇଁ ଅନେକ କ୍ଷେତ୍ରରେ କୃତକାର୍ଯ୍ୟ ଏବଂ ସଫଳତା ଶୀର୍ଷରେ ପହଞ୍ଚି ପାରନ୍ତି। ନିଜର କାର୍ଯ୍ୟରେ ଆପଣ ଆଗକୁ ବଢିବାର ପୂର୍ଣ୍ଣ ସୁଯୋଗ ରହିଛି। ତତ୍ସହିତ ଆଜି ମିଥୁନ ରାଶି ବ୍ୟକ୍ତି ଚାକିରି ସମ୍ବନ୍ଧରେ ନିଶ୍ଚିତ ସଫଳତା ଆଡକୁ ଅଗ୍ରଗତି କରିବେ। ନୂତନ ନିଯୁକ୍ତି ପାଇବାର ଆଜି ସୁଯୋଗ ଦେଇପାରେ। ଯଦି ଇଣ୍ଟରଭ୍ୟୁ ଏକ୍ଜାମ ଥିବ ନିଶ୍ଚିତ ମିଥୁନ ରାଶି ବ୍ୟକ୍ତି ସେଥିରେ ଆଗକୁ ବଢିବାର ସମସ୍ତ ଭାଗ୍ୟ ଆପଣଙ୍କୁ ସାଥ ଦେବ। ଆଜି ମିଥୁନ ରାଶି ବ୍ୟକ୍ତିଙ୍କର ଯାହାକି ପ୍ରେମ ଦୁନିଆରେ ଆପଣଙ୍କର ଭଲ ରୋମାଣ୍ଟିକ ପରିବେଶ ସୃଷ୍ଟି ହେବ। ତତ୍ସହିତ ଆଜି ଆପଣଙ୍କର ପାରିବାରିକ ସମ୍ପର୍କ କେତେକ କ୍ଷେତ୍ରରେ ଆପଣଙ୍କୁ ବାଧା ବିଘ୍ନ ଆସିପାରେ। ବିଶେଷ କରି ଆପଣ ଧର୍ମ କାର୍ଯ୍ୟରେ ଯଦି ଜଡିତ ରହିବେ ମିଥୁନ ରାଶି ବ୍ୟକ୍ତି ଆଜି ନିହାତି ଆପଣଙ୍କୁ ପ୍ରୋବ୍ଲେମ ଆସିବ, ଯାହା ଆପଣଙ୍କ ଭାଗ୍ୟ ଚକ୍ରରୁ ଜଣା ପଡୁଛି। ଆଜି ମିଥୁନ ରାଶି ବ୍ୟକ୍ତି ଅର୍ଥଜନିତ କାରବାରରେ ଆପଣଙ୍କୁ ଯାହାକି ଅର୍ଥହାନି ଯୁଗ ରହୁଛି, ତେଣୁ ଧ୍ୟାନ ପୂର୍ବକ ଅର୍ଥ ବେପାର ବାଣିଜ୍ୟ କରନ୍ତୁ, ଯାହା ଆପଣଙ୍କ ପାଇଁ ଭଲ ହେବ। ଆଜି ମିଥୁନ ରାଶି ବ୍ୟକ୍ତିଙ୍କର ଯାହାକି ପାରିବାରିକ ଏବଂ ପ୍ରେମ ଦୁନିଆରେ ଆପଣ ଧ୍ୟାନ ପୂର୍ବକ ନିଜର କାର୍ଯ୍ୟ କରନ୍ତୁ, ଅର୍ଥାତ୍ ପ୍ରେମ ଜନିତ ଏବଂ ପାରିବାରିକ ସମ୍ପର୍କ ଭଲ ରଖିବା ପାଇଁ ଚେଷ୍ଟା କରନ୍ତୁ।
କେତେକ କ୍ଷେତ୍ରରେ ଭଲ ରହିବ ଆଉ କେତେକ କ୍ଷେତ୍ର ମତଭେଦ ରହିପାରେ। ତେଣୁ ଧ୍ୟାନ ପୂର୍ବକ ଏହା ପ୍ରତି ସଚେତନ ରୁହନ୍ତୁ। ଆଜି ମିଥୁନ ରାଶି ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ଦେଖିଲେ ଆପଣ ସମ୍ପୂର୍ଣ୍ଣ ସୁସ୍ଥ ରହି ନ ପାରନ୍ତି। କେତେକ କ୍ଷେତ୍ରରେ ଆପଣଙ୍କର ସ୍ୱାସ୍ଥ୍ୟଜନିତ ସମସ୍ୟା ଦେଖା ଦେଇପାରେ। ତତ୍ସହିତ ମିଥୁନ ରାଶି ବ୍ୟକ୍ତି ଆଜି ଦୂରଯାତ୍ରା କରୁଥିଲେ ସାବଧାନ ରୁହନ୍ତୁ। ଆପଣଙ୍କର ଜିନିଷ ଚୋରି ହବାର ବା କ୍ଷତି ହବାର ଅନେକ ଚାନ୍ସ ରହୁଛି। ଆଜି ମିଥୁନ ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି 1। ଭାଗ୍ୟ ରଙ୍ଗ ଆପଣ ସୁନେଲି ରଙ୍ଗ ୟୁଜ କରିପାରିବେ ଏବଂ ଗ୍ରହ ମାନେ ଆପଣଙ୍କୁ ଆଜି 65% ସାଥ ଦଉଛନ୍ତି। ଏବେ ଚାଲନ୍ତୁ ଜାଣିବା କର୍କଟ ରାଶି ବ୍ୟକ୍ତିଙ୍କ ବିଷୟରେ। କର୍କଟ ରାଶି ବ୍ୟକ୍ତି ଆଜି ଦିନଟି ଆପଣ ଚାପଗ୍ରସ୍ତ ରହିପାରନ୍ତି। ନିଜକୁ ସହଜ ରଖିବା ପାଇଁ ସଦାବେଳେ ଚେଷ୍ଟା କରନ୍ତୁ। ଆରାମଦାୟକ କାର୍ଯ୍ୟ ପ୍ରତି ନିଶ୍ଚିତ ସଚେତନ ରୁହନ୍ତୁ। ଉତ୍ତମ ଫଳାଫଳ ଆପଣଙ୍କ ଭାଗ୍ୟରେ ଆଜି ବହୁତ କଠିନ କରିବାକୁ ପଡିବ, ନହେଲେ ଉତ୍ତମ ଫଳାଫଳ ଆପଣଙ୍କର ଭାଗ୍ୟରେ ନିମ୍ନଗାମୀ ରହୁଛି। ତେଣୁ ନିଶ୍ଚିତ ନିଜର କାର୍ଯ୍ୟ ପ୍ରତି ସଚେତନ ରୁହନ୍ତୁ, କାରଣ ଆଜି କାର୍ଯ୍ୟରେ ଅନେକ ଅଶାନ୍ତି ଭୟ ସୃଷ୍ଟି ହୋଇପାରେ। ତତ୍ସହିତ ଆଜି ଆପଣଙ୍କର ଚାକିରି ସମ୍ବନ୍ଧରେ କାର୍ଯ୍ୟ ଆପଣ ମାନସିକ ଦ୍ୱନ୍ଦ୍ୱ ଏବଂ ଅସ୍ଥିର ପ୍ରୋବ୍ଲେମ ଆସିପାରେ। ତେଣୁ ଧ୍ୟାନ ପୂର୍ବକ ନିଜର ଚାକିରି କ୍ଷେତ୍ରରେ କର୍କଟ ରାଶି ବ୍ୟକ୍ତି କାର୍ଯ୍ୟ କରନ୍ତୁ, ନହେଲେ ଅସଫଳତା ଅନେକ ସାମ୍ନା କରିବାକୁ ପଡିବ, ଭୁଲ ହବ, ଯାହା ପାଇଁ ଆପଣ ଅନେକ ଅସ୍ଥିର ଏବଂ ଯାହାକି ମାନସିକ ସ୍ତରରେ ଆପଣ ଦୁର୍ବଳ ହୋଇପାରନ୍ତି କର୍କଟ ରାଶି ବ୍ୟକ୍ତି। ଆଜି କର୍କଟ ରାଶି ବ୍ୟକ୍ତିଙ୍କର ରାଜନୈତିକ ସାମାଜିକ କ୍ଷେତ୍ରରେ ଆପଣଙ୍କର ଭାଗ୍ୟ ନିମ୍ନଗାମୀ ରହୁଛି। ଶିକ୍ଷାର୍ଥୀ ବିଦ୍ୟାର୍ଥୀ ମାନଙ୍କ ପାଇଁ ମଧ୍ୟ ଆଜି ଭଲ ଉତ୍ତମ ଯୁଗ ବନେଇ ନପାରେ। ତେବେ ଆଜି ପ୍ରେମ ଦୁନିଆରେ ଆପଣ ଯେତେ ଦୂରତା ଅବଲମ୍ବନ କରିବେ ତାହା ଆପଣଙ୍କ ପାଇଁ ଭଲ ହେବ। ଆଜି କର୍କଟ ରାଶି ବ୍ୟକ୍ତିଙ୍କର ଯାହାକି ପାରିବାରିକ ସମ୍ପର୍କ ନିଜର ଅହଙ୍କାର ଭାବ ଯୋଗୁଁ ନିଜ ଭିତରେ ମତଭେଦ ଦେଖା ଦେଇପାରେ। ତେଣୁ ଏହା ପ୍ରତି ନିଶ୍ଚିତ କର୍କଟ ରାଶି ବ୍ୟକ୍ତି ସଚେତନ ରୁହନ୍ତୁ। ଆଜି କର୍କଟ ରାଶି ବ୍ୟକ୍ତି ଅର୍ଥଜନିତ କାରବାରରେ ଆପଣଙ୍କର ଅର୍ଥ ସୀମିତ ରହିବ ଏବଂ ଅବାଞ୍ଛିତ ଖର୍ଚ୍ଚ ଠାରୁ ନିଜକୁ ଦୂରତା ଅବଲମ୍ବନ କରିଲେ ତାହା ଆପଣଙ୍କ ପାଇଁ ଭଲ ହେବ। ତେବେ ଅର୍ଥଜନିତ କୌଣସି ନିଷ୍ପତ୍ତି ନିଅନ୍ତୁ ନାହିଁ କର୍କଟ ରାଶି ବ୍ୟକ୍ତି। ଆଜି କର୍କଟ ରାଶି ବ୍ୟକ୍ତି ଦୂରଯାତ୍ରା କରୁଥିଲେ ଆପଣ ସାବଧାନ ରୁହନ୍ତୁ। ନିଜର ଦୂରଯାତ୍ରାରେ ଆଜି ଅମଙ୍ଗଳ ଯୁକ୍ତ ରହୁଛି, ଯାହାକି ଯୋଉ କାର୍ଯ୍ୟରେ ଆପଣ ଯିବେ ସେ କାର୍ଯ୍ୟହାନି ହବାର ଅନେକ ଚାନ୍ସ ରହୁଛି। ଆଜି ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ଦେଖିଲେ କର୍କଟ ରାଶି ବ୍ୟକ୍ତିଙ୍କର ଆଜି ମୃତ୍ୟୁଜନିତ ପୀଡା ଦେଇପାରେ, ଯାହାକି ଅନେକ କଷ୍ଟ ଆପଣଙ୍କୁ ସାମ୍ନା କରିବାକୁ ପଡିବ। ଆଜି କର୍କଟ ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି 8। ଭାଗ୍ୟ ରଙ୍ଗ ରହୁଛି ଗୋଲାପୀ ରଙ୍ଗ ୟୁଜ କରିପାରିବେ ଏବଂ ଗ୍ରହ ମାନେ ଆପଣଙ୍କୁ ଆଜି 30% ସାଥ ଦଉଛନ୍ତି। ଚାଲନ୍ତୁ ଜାଣିବା ସିଂହ ରାଶି ବ୍ୟକ୍ତିଙ୍କ ବିଷୟରେ। ସିଂହ ରାଶି ବ୍ୟକ୍ତି ଆଜି ଦିନଟି ଆପଣଙ୍କ ପାଇଁ ଆଦୌ ଭଲ ଦିନ ହୋଇ ନପାରେ। ଅନେକ କ୍ଷେତ୍ରରେ ଆପଣ ମାନସିକ ପୀଡା ଅନୁଭବ କରିପାରନ୍ତି, ଦୁର୍ବଳ ହୋଇପାରନ୍ତି। ତେଣୁ ସିଂହ ରାଶି ବ୍ୟକ୍ତି ଆଜି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଠାରୁ ନିଜକୁ ଦୂରତା ଅବଲମ୍ବନ କରିଲେ ତାହା ଆପଣଙ୍କ ପାଇଁ ଭଲ ହେବ। ଆଜି ସିଂହ ରାଶି ବ୍ୟକ୍ତି ଯାହାକି ଚାକିରି ସମ୍ବନ୍ଧରେ କାର୍ଯ୍ୟ ଆପଣଙ୍କ ପାଇଁ ହତାଶ ଏବଂ ଭୁଲ ହବାର ଅନେକ ଚାନ୍ସ ରହୁଛି। ତେଣୁ ସିଂହ ରାଶି ବ୍ୟକ୍ତି ଧ୍ୟାନ ପୂର୍ବକ ନିଜର କାର୍ଯ୍ୟ କରନ୍ତୁ। ଆବଶ୍ୟକ ସ୍ଥଳେ ସିଂହ ରାଶି ବ୍ୟକ୍ତି ଯୋଜନା ପ୍ରସ୍ତୁତ କରି କାର୍ଯ୍ୟ କରିଲେ କିଛି ମାତ୍ରାରେ ସଫଳତା ଆଡକୁ ଅଗ୍ରଗତି କରିବେ। ଆଜି ସିଂହ ରାଶି ବ୍ୟକ୍ତିଙ୍କର ରାଜନୈତିକ ସାମାଜିକ କ୍ଷେତ୍ରରେ ଭାଗ୍ୟ ନିମ୍ନଗାମୀ ରହିବା ସହିତ ଶିକ୍ଷାର୍ଥୀ ବିଦ୍ୟାର୍ଥୀ ମାନଙ୍କ ପାଇଁ ଉତ୍ତମ ଯୁଗ ବନେଇ ନପାରେ। ତେଣୁ ସିଂହ ରାଶି ବ୍ୟକ୍ତି ଆଜି ପ୍ରେମ ଦୁନିଆରେ ଆପଣଙ୍କର ଭାଗ୍ୟ ଗ୍ରହ ନିମ୍ନଗାମୀ ରହୁଥିବାରୁ କଥାବାର୍ତ୍ତାରେ ସଂଯମତା ନିହାତି ଆବଶ୍ୟକତା ରହୁଛି, ନହେଲେ କିଛି ଅପ୍ରୀତିକର ପରିସ୍ଥିତି ସୃଷ୍ଟି କରିପାରେ। ତତ୍ସହିତ ସିଂହ ରାଶି ବ୍ୟକ୍ତି ଆଜି ପାରିବାରିକ ସମ୍ପର୍କ ଅସ୍ଥିରତା ଦେଖା ଦେଇପାରେ। ନିଜ ଭିତରେ ଭଲ ସମ୍ପର୍କ ରଖିବା ପାଇଁ ଚେଷ୍ଟା କରନ୍ତୁ। ଆଜି ସିଂହ ରାଶି ବ୍ୟକ୍ତିଙ୍କର ଅର୍ଥଜନିତ କାରବାରରେ ଆପଣ ସାବଧାନ ରୁହନ୍ତୁ, ଅବାଞ୍ଛିତ ଖର୍ଚ୍ଚ କରନ୍ତୁ ନାହିଁ। ଅର୍ଥଜନିତ କାରବାରରେ ଧ୍ୟାନ ପୂର୍ବକ ଖର୍ଚ୍ଚ କରନ୍ତୁ ବା ବାଣିଜ୍ୟ ପ୍ରତି ସଚେତନ ହୁଅନ୍ତୁ, ଯାହା ଆପଣଙ୍କ ପାଇଁ ଯୋଉ ନିମ୍ନଗାମୀ ରହୁଛି ଆପଣ ସଫଳତା ଆଡକୁ ଅଗ୍ରଗତି କରିପାରିବେ। କିନ୍ତୁ ନିଶ୍ଚିତ ଧ୍ୟାନ ସହକାରେ କରନ୍ତୁ, କୌଣସି ରିସ୍କଫୁଲ ବେପାର ବାଣିଜ୍ୟ କରନ୍ତୁ ନାହିଁ। ଆଜି ସିଂହ ରାଶି ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ଦେଖିଲେ ଆପଣଙ୍କର ସ୍ୱାସ୍ଥ୍ୟ ସମସ୍ୟା ବଢିପାରେ, ଯାହା ପାଇଁ ଆପଣ ଭାରି ଦୁଃଖିତ ହୋଇପାରନ୍ତି। ଆଜି ସିଂହ ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି 6।
भाग्य रंग रहुची नील रंग एवं ग्रह माने आपनको आज 35% साथ दौचंती। चलंतु जानिबा कन्या राशि व्यक्ति विषय। कन्या राशि व्यक्ति आज समस्त कार्य रे आपण सफलता पाइबार पूर्ण शुभ सुजोग रहुची। आज मनरे अनेक आनंद अनुभव करि पारंती। आज आपनकु सुखाद्य अर्थात भल खाद्य मध्य प्राप्त करिवार सुजोग रहुची। आज कन्या राशि व्यक्ति विशेष करी कौनसी विचारधीन कार्य माली मोकद्दमा रे आपणकर भाग्य जययुक्त रहुची अर्थात आपणक पक्ष रे विचारधीन कार्य सपक्ष रे जीव। तेणु कन्या राशि व्यक्ति आज पूर्ण शुभ युग रहुची। चाकरी संबंध रे कन्या राशि व्यक्ति जदि कार्य करूछन्ते आपणकर भाग्य उत्तम रहुची। गुरुत्वपूर्ण निष्पत्ति नबा पई आज भाग्य पूर्ण साथ दउची। आपणकर आत्मविश्वास आज बढ़ी जाउची। राजनीतिक सामाजिक क्षेत्र रे आपणकर दक्षता बढ़िबा सहित शिक्षार्थी विद्यार्थी मानक पई आज उत्तम युग बनउची। आज इंटरव्यू एग्जाम थिले कन्या राशि व्यक्ति सेथिरे निश्चित सफलता अवलंबन करिवे जहा आपणक भाग्य राशि रु जणा पडुची। अर्थजनित कारोबार रे आपण अनेक प्रकार लाभ पाइबे एवं बहुत खुशी हेबे। आज अर्थजनित निष्पत्ति नबा पई उत्तम युग बनउची कन्या राशि व्यक्तिंकर। आज कन्या राशि व्यक्तिंकर प्रेम दुनिया रे आपण बहुत उत्साहित आनंदमय रहिबे जहा कि रोमांटिक परिवेश सृष्टि करि पारे। आज कन्या राशि व्यक्तिंकर जहा कि व्यापार वाणिज्य रे आपण बहुत सुख समृद्धि रहिबा सहित आज आपणकर दिन अति आनंदमय हबो। आज कन्या राशि व्यक्तिंकर स्वास्थ्यगत दृष्टि देखिले आपण संपूर्ण सुस्थ रहिबे। कौनसी स्वास्थ्य समस्या आपणकर रहिबो नाही। आज कन्या राशि व्यक्तिंकर जहा कि भाग्य संख्या रहिची 4, भाग्य रंग रहुची सबुज रंग एवं ग्रह माने आपनको आज 95% साथ दउची। एबे चलंतु जानिबा तुला राशि व्यक्ति विषय। तुला राशि व्यक्ति आज दिनटी आपणकर भाग्य केते क्षेत्र रे सफलता आडको अग्रगति करिवो। जदि आपण कठिन परिश्रम करिवे तेबे समस्त कार्य आपणको सहज हेबो एवं आज केते क्षेत्र रे गुरुत्व निष्पत्ति नबा पई उत्तम युग बनै पारे जहा आपणको भाग्य चक्र रु जणा पडुची। आज तुला राशि व्यक्तिंकर जहा कि चाकरी संबंध रे कार्य आपण आगको बढ़िबा सहित निजर लक्ष्य स्थले निश्चित पहुंचीबे। आज तुला राशि व्यक्ति निजर कार्य को सहज करिबा पई निश्चित योजना प्रस्तुत करी सहकर्मी सहित भल संपर्क रखी निजर कार्य हासिल करिवार एक उत्तम युग बनउची तुला राशि व्यक्तिंकर। आज तुला राशि व्यक्ति जहा कि राजनीतिक सामाजिक क्षेत्र रे आपनकर दक्षता बढ़िबा सहित शिक्षार्थी विद्यार्थी मानक पई आज उत्तम युग रहुची। तेबे आज तुला राशि व्यक्तिंकर प्रेम संपर्क आपनकर जहा कि किछि अस्थिर देखा देई पारे जहा कि निज भितरे किछि मत भेद आसी पारे। तेबे आज तुला राशि व्यक्तिंकर पारिवारिक संपर्क भल न रही पारे जहा कि निजर संतान पाई आपण अशांत परिवेश सृष्टि करि पारे जहा कि मानसिक स्तर रे आपण अस्थिर होई पारंती पारिवारिक क्षेत्र रे। आज तुला राशि व्यक्तिंकर अर्थजनित कारोबार रे आपण सावधान रुहंतु कारण अर्थजनित क्षेत्र रे आपनको केते क्षेत्र रे निराश होबाक पाई पड़िबो जहा कि अनेक क्षेत्र रे आपण कोनोसी रिस्कफुल कार्य करंतु नाही। जदि ध्यान पूर्वक व्यापार वाणिज्य करूछंती निश्चित सफलता पाइबे जहा आपनको भाग्य राशि रु जणा पडुची। आज तुला राशि व्यक्ति स्वास्थ्यगत दृष्टि देखिले आपण संपूर्ण सुस्थ रहिबे। कौनसी स्वास्थ्य समस्या आपणकर रहिबो नाही। आज तुला राशि व्यक्तिंकर भाग्य संख्या रहिची 2, भाग्य रंग रहुची कमला रंग यूज करि पारिबे एवं ग्रह माने आपनको आज 65% साथ दउछंती। एबे चलंतु जानिबा बिछा राशि व्यक्ति विषय। बिछा राशि व्यक्ति आज दिनटी आपणक पई नैराश्यर दिन होई पारे। दिनटी अनेक क्षेत्र रे आपणकर आत्मविश्वास कमी जाई पारे। तत्सहित निजर कार्य गुडी को ध्यान सहकारे करंतु कारण आपणकर भाग्य ग्रह निम्नगामी रहुची। समस्त कार्य शुभ कार्य आपणक पई अशुभ रहुची। तेणु बिछा राशि व्यक्ति आज गुरुत्वपूर्ण निष्पत्ति ठारू निजको दूरता अवलंबन करंतु। आज बिछा राशि व्यक्ति चाकरी संबंध रे कार्य गुडी को आपणको अनेक क्षेत्र रे नैराश्य
ବିଫଳତା ସାମ୍ନା କରିବାକୁ ପଡିବ। ତେଣୁ ବିଛା ରାଶି ବ୍ୟକ୍ତି ଧ୍ୟାନ ପୂର୍ବକ ନିଜର କାର୍ଯ୍ୟ କରନ୍ତୁ। ଆବଶ୍ୟକ ସ୍ଥଳେ ଯୋଜନା ପ୍ରସ୍ତୁତ କରି କାର୍ଯ୍ୟ କରିଲେ କିଛି ମାତ୍ରାରେ ସଫଳତା ଆଡକୁ ଅଗ୍ରଗତି କରିବେ। ଆଜି ବିଛା ରାଶି ବ୍ୟକ୍ତିଙ୍କର ପ୍ରେମ ଦୁନିଆରେ ଆପଣ ଦୂରତା ଅବଲମ୍ବନ କରିବା ସହିତ ପାରିବାରିକ ସମ୍ପର୍କ ନିଜ ଭିତରେ ଯାହାକି ମତଭେଦ ଦେଖାଦେବ, ଯାହା ପାଇଁ ଆପଣ ମାନସିକ ସ୍ତରରେ ଅସ୍ଥିର ହୋଇପାରନ୍ତି। ତେବେ ବିଛା ରାଶି ବ୍ୟକ୍ତି ଆଜି ରାଜନୈତିକ, ସାମାଜିକ ଏବଂ ଶିକ୍ଷାର୍ଥୀ ବିଦ୍ୟାର୍ଥୀ ମାନଙ୍କ ପାଇଁ ଆଦୌ ଭଲ ଯୁଗ ହୋଇନପାରେ। ଆଜି ବିଛା ରାଶି ବ୍ୟକ୍ତି ଅର୍ଥଜନିତ କାରବାରରେ ଆପଣ ସାବଧାନ ରୁହନ୍ତୁ, କାହିଁକି ନା ଅର୍ଥଜନିତ କ୍ଷେତ୍ରରେ ଆପଣଙ୍କର ଲସ୍ ହବାର ଅନେକ ଚାନ୍ସ ରହୁଛି। ତେଣୁ କୌଣସି ବେପାର ବାଣିଜ୍ୟରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଅନ୍ତୁ ନାହିଁ ବା ରିସ୍କଫୁଲ କାର୍ଯ୍ୟ କରନ୍ତୁ ନାହିଁ, ଯାହା ଆପଣଙ୍କ ପାଇଁ ଭଲ ହେବ। ଆଜି ବିଛା ରାଶି ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ଦେଖିଲେ ଆପଣଙ୍କର ସ୍ୱାସ୍ଥ୍ୟ ସମସ୍ୟା ଯାହାକି ଅଧିକ ବଢିପାରେ। ପୂର୍ବରୁ ଯଦି ସ୍ୱାସ୍ଥ୍ୟ ସମସ୍ୟା ଥିବ ଆଜି ଆହୁରି ବଢିବ, ଯାହା ପାଇଁ ଆପଣ ମାନସିକ ଚିନ୍ତାରେ ରହିପାରନ୍ତି। ଆଜି ବିଛା ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି ଯାହାକି 9, ଭାଗ୍ୟ ରଙ୍ଗ ନାଲି ରଙ୍ଗ ୟୁଜ କରିପାରିବେ ଏବଂ ଗ୍ରହ ମାନେ ଆପଣଙ୍କୁ ଆଜି 25% ସାଥ ଦଉଛନ୍ତି। ଏବେ ଚାଲନ୍ତୁ ଜାଣିବା ଧନୁ ରାଶି ବ୍ୟକ୍ତିଙ୍କ ବିଷୟରେ। ଧନୁ ରାଶି ବ୍ୟକ୍ତି ଆଜି ଦିନଟି ଆପଣଙ୍କ ପାଇଁ ସମସ୍ତ କାର୍ଯ୍ୟରେ ବିଘ୍ନ ଆସିବ, ଯାହା ଆପଣଙ୍କ ଭାଗ୍ୟ ରାଶିରୁ ଜଣା ପଡୁଛି। କାରଣ ଆପଣଙ୍କ ରାଶିରେ ଆଜି ଘାତ ଚନ୍ଦ୍ର ଯୁକ୍ତ ରହୁଛି। ତେଣୁ କୌଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଅନ୍ତୁ ନାହିଁ, କୌଣସି ଶୁଭ କାର୍ଯ୍ୟ କରନ୍ତୁ ନାହିଁ ଏବଂ ଆଜି ଆପଣଙ୍କର କାର୍ଯ୍ୟରେ ଅନେକ ଚାପ ଆସିବ। ମାନସିକ ସ୍ତରରେ ଆପଣ ଦୁର୍ବଳ ହେବେ। ଚାକିରି ସମ୍ବନ୍ଧରେ ଯୋଉମାନେ ଜଡିତ ଅଛନ୍ତି ଆପଣ ଅନେକ ପ୍ରକାର ଭୁଲ ହବ, ଯାହା ପାଇଁ ଆପଣ ଯାହାକି ଦୁର୍ବଳ ଅସ୍ଥିର ହୋଇପାରନ୍ତି। ବିଶେଷ କରି ଉପରସ୍ଥ କର୍ମଚାରୀଙ୍କ ଠାରୁ ଆପଣ ଆଜି ଗାଳି ଶୁଣିବାର ଅନେକ ଚାନ୍ସ ରହୁଛି। ଧନୁରାଶି ବ୍ୟକ୍ତି ଆଜି ଧନୁରାଶି ବ୍ୟକ୍ତି ରାଜନୈତିକ, ସାମାଜିକ କ୍ଷେତ୍ରରେ ଦୂରତା ଅବଲମ୍ବନ କରିବା ସହିତ ଶିକ୍ଷାର୍ଥୀ ବିଦ୍ୟାର୍ଥୀ ମାନଙ୍କ ପାଇଁ ନିଶ୍ଚିତ ଧ୍ୟାନ ପୂର୍ବକ କାର୍ଯ୍ୟ କରନ୍ତୁ ଏବଂ ପରିଶ୍ରମ କରନ୍ତୁ। ଆଜି ଧନୁରାଶି ବ୍ୟକ୍ତିଙ୍କର ଯାହାକି ପ୍ରେମ ସମ୍ପର୍କରେ ଆପଣଙ୍କର ଭାଗ୍ୟ ଅସ୍ଥିର ରହୁଛି। କୌଣସି ଯୁକ୍ତିତର୍କ କଥାବାର୍ତ୍ତା କରନ୍ତୁ ନାହିଁ, ଯାହା ଆପଣଙ୍କ ପାଇଁ ଭଲ ହେବ। ତେବେ ଧନୁରାଶି ବ୍ୟକ୍ତି ଆଜି ପାରିବାରିକ ସମ୍ପର୍କ ଅସ୍ଥିରତା ଦେଖାଦେବ। ନିଜ ଭିତରେ କିଛି ଭୁଲ ବୁଝାମଣା ଯୋଗୁଁ ଆପଣଙ୍କର ପରିବାର ସମ୍ପର୍କ ଖରାପ ହବ, ସେଥିପାଇଁ ନିଶ୍ଚିତ ସଚେତନ ରୁହନ୍ତୁ। ଆବଶ୍ୟକ ସ୍ଥଳେ ଚୁପ୍ ରୁହନ୍ତୁ। ଆଜି ଧନୁରାଶି ବ୍ୟକ୍ତିଙ୍କର ଆର୍ଥିକ ସ୍ଥିତି ଆପଣଙ୍କ ପାଇଁ ଚିନ୍ତାର କାରଣ ହୋଇପାରେ, ଯାହାକି ଟଙ୍କା ପରିଚାଳନା କରିବା ଆପଣଙ୍କ ପକ୍ଷେ ଭାରି କଷ୍ଟକର। ତେଣୁ ଅର୍ଥଜନିତ କାରବାରରେ ଆପଣ ସାବଧାନ ରୁହନ୍ତୁ, କୌଣସି ରିସ୍କଫୁଲ କାର୍ଯ୍ୟ କରନ୍ତୁ ନାହିଁ। ଆଜି ଧନୁରାଶି ବ୍ୟକ୍ତିଙ୍କର ଯାହାକି ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ଦେଖିଲେ ଆପଣଙ୍କର ସ୍ୱାସ୍ଥ୍ୟ, ପରିବାର ବର୍ଗଙ୍କ ସ୍ୱାସ୍ଥ୍ୟ ନେଇ ଆପଣ ଚିନ୍ତିତ ରହିପାରନ୍ତି। ଆପଣ ମାନସିକ ସ୍ତରରେ ମଧ୍ୟ ଅସ୍ଥିର ରହିପାରନ୍ତି। ତେଣୁ ନିଶ୍ଚିତ ସ୍ୱାସ୍ଥ୍ୟ ପ୍ରତି ସଚେତନ ରୁହନ୍ତୁ, ଦୂରଯାତ୍ରା କରନ୍ତୁ ନାହିଁ, ଯାହା ଆପଣଙ୍କ ପାଇଁ ଭଲ ହେବ। ଆଜି ଧନୁରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି 7, ଭାଗ୍ୟ ରଙ୍ଗ ରହୁଛି ବାଇଗଣୀ ରଙ୍ଗ ଏବଂ ଗ୍ରହ ମାନେ ଆପଣଙ୍କୁ ଆଜି 20% ସାଥ ଦଉଛନ୍ତି। ଏବେ ଚାଲନ୍ତୁ ଜାଣିବା ମକର ରାଶି ବ୍ୟକ୍ତିଙ୍କ ବିଷୟରେ। ମକର ରାଶି ବ୍ୟକ୍ତି ଆଜି ଦିନଟି ଆପଣଙ୍କ ପାଇଁ ପୂର୍ଣ୍ଣ ଉତ୍ତମ ଯୁଗ ରହୁଛି। ନିଜର କାର୍ଯ୍ୟରେ ଆଜି ଆଗକୁ ବଢିବା ପାଇଁ ଯାହାକି ଶୁଭ ଗ୍ରହ ମାନେ ଆପଣଙ୍କୁ ଶୁଭ ଦୃଷ୍ଟିରେ ଦେଖୁଛନ୍ତି। ତେଣୁ ମକର ରାଶି ବ୍ୟକ୍ତି ଆଜି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ପାଇଁ ଉତ୍ତମ ଯୁଗ ରହୁଛି। ତେବେ ଆଜି ଚାକିରି ସମ୍ବନ୍ଧରେ କାର୍ଯ୍ୟ ଗୁଡ଼ିକୁ ଆଗକୁ ଏବଂ ସଫଳତା ବନେଇ ଦେଇପାରେ ଏବଂ ଆଜି ଆପଣଙ୍କର କାର୍ଯ୍ୟକୌଶଳ ଦେଖି ସହକର୍ମୀ ମାନେ ଆପଣଙ୍କୁ ନିଶ୍ଚିତ ପ୍ରଶଂସା କରିବେ। ତତ୍ସହିତ ଉଚ୍ଚ କର୍ମଚାରୀ ମଧ୍ୟ ଆପଣଙ୍କୁ ନିଶ୍ଚିତ ଧନ୍ୟବାଦ ଅର୍ପଣ କରିବେ। ଆଜି ମକର ରାଶି ବ୍ୟକ୍ତି ରାଜନୈତିକ, ସାମାଜିକ କ୍ଷେତ୍ରରେ ଆପଣଙ୍କର ଦକ୍ଷତା ବଢିବା ସହିତ ଶିକ୍ଷାର୍ଥୀ ବିଦ୍ୟାର୍ଥୀ ମାନଙ୍କ ପାଇଁ ଆଜି ଉତ୍ତମ ଯୁଗ ବନେଇ ପାରେ। ତେବେ ମକର ରାଶି ବ୍ୟକ୍ତି ଆଜି ପ୍ରେମ ସମ୍ବନ୍ଧରେ ଆପଣଙ୍କର ସାଥୀଙ୍କ ସହିତ ଭଲ ବୁଝାମଣା ରହିବ। ନିଜ ଭିତରେ ପୂର୍ବରୁ ଥିବା ଦୂରତା ଆଜି ନିଶ୍ଚିତ ତାହାର ସମାଧାନ ହେବା ସହିତ ଆଜି ବହୁତ ରୋମାଣ୍ଟିକ ପରିବେଶ ସୃଷ୍ଟି କରିପାରେ, ଯାହା ଆପଣଙ୍କ ଭାଗ୍ୟ ଚକ୍ରରୁ ଜଣା ପଡୁଛି। ଆଜି ମକର ରାଶି ବ୍ୟକ୍ତିଙ୍କର ପାରିବାରିକ ସମ୍ପର୍କ ଭଲ ରହିବ। ନିଜ ଭିତରେ କଥାବାର୍ତ୍ତା ନେଇ ସମସ୍ତ ପରିବାର ବର୍ଗଙ୍କ ସହିତ ହସ ଖୁସିରେ ଦିନ କଟିବାର ସୁଯୋଗ ଦେଇପାରେ।
आज मकर राशि व्यक्ति अर्थजनित कारोबार रे आपण टिके ध्यान पूर्वक व्यापार वाणिज्य करंतु, कारण केतेक अंश रे आपणकर क्षति सामना करबा को पड़िबो। कारण आपणक राशि रे जहा कि द्वितीय स्थान रे आज शनि रहुचंती, तेणु आपणकर अर्थजनित कारोबार रे अनेक पीड़ा क्लेश देई पारे। तेणु यहा प्रति सचेतन रुहंतु, जहा आपणक पई भलो हेबो। आज जहा कि मकर राशि व्यक्तिंकर स्वास्थ्य चिंता बढ़ी जाई पारे, सेति पई निश्चित सावधान रुहंतु। कौनसी स्वास्थ्य खराब होला भलिया कार्य करंतु नाही, खाद्य प्रति निश्चित सचेतन रुहंतु। आज मकर राशि व्यक्तिंकर भाग्य संख्या रहिछि 5, भाग्य रंग रहुछि आपण मिश्रित कला रंग यूज करि पारिबे एवं ग्रह माने आपण को आज 65% साथ दउछंती। हेबे चलंतु जानिबा कुंभ राशि व्यक्तिंक विषय। कुंभ राशि व्यक्ति आज दिनटी आपणक पई आदु सफलतम दिन होई न पारे। अनेक क्षेत्र रे अशांति परिवेश सृष्टि होई पारे, जहा कि आपणकर प्रत्येक कार्य रे बाधा विघ्न सामना करबा को पड़िबो। तत्सहित निजर कार्य रे अनेक जुक्ति तर्क अशांति सृष्टि हेबो। तेणु निश्चित कुंभ राशि व्यक्ति यहा प्रति सचेतन रुहंतु। चाकरी संबंध रे जो माने जड़ित अछंती निश्चित सचेतन सहकारे कार्य करंतु। आवश्यक स्थले निजर योजना प्रस्तुत करी कार्य करंतु, कारण अनेक क्षेत्र रे आपनकु विफलता सामना करबा सहित जहा कि निज भितर संपर्क खराब होबार चांस रहुछि। तेणु कुंभ राशि व्यक्ति यहा प्रति सचेतन रुहंतु, जहा आपनक पई भलो हेबो। आज कुंभ राशि व्यक्ति जहा कि राजनैतिक सामाजिक क्षेत्र रे आपनकर भाग्य निम्नगामी रहुछि। तेणु निश्चित यहा प्रति सचेतन रहिबा सहित कुंभ राशि व्यक्ति आज आपनकर शिक्षार्थी विद्यार्थी मानक पई आज उत्तम युग होई न पारे। तेबे आज कुंभ राशि व्यक्ति अर्थजनित कारोबार रे आपण सावधान रुहंतु, कारण अर्थजनित क्षेत्र रे आपण को विफलता सामना करबा को पड़िबो। कौनसी रिस्कफुल कार्य करंतु नाही, जहा आपणक पई भलो हेबो। अर्थजनित क्षेत्र रे आपणकर भाग्य ग्रह आज अर्थ नाश युग रहुछि। तेणु निश्चित व्यापार वाणिज्य रे कुंभ राशि व्यक्ति सचेतन रुहंतु। आज कुंभ राशि व्यक्ति पारिवारिक संपर्क अस्थिरता देखा देई पारे, निज भितर मतभेद एवं आज जहा कि प्रेम जगत रे जो माने अछंती से माने निश्चित आज निज भितर जहा कि संपर्क खराब होबार चांस रहुछि। तेणु यहा प्रति सचेतन रुहंतु। आज कुंभ राशि व्यक्तिंकर स्वास्थ्यगत दृष्टि देखिले आपणकर स्वास्थ्य जनित समस्या आसी पारे। तत्सहित आज विषाक्त खाद्य बा खाद्य प्रति सचेतन रुहंतु। खाद्य आपणक पई अनेक समस्या बढ़े देई पारे। तत्सहित आज कौनसी विपद जनित कार्य करंतु नाही। विशेष करी आज आपणकर जीवजंतु ठारू सावधान रुहंतु, कारण आज जीवजंतु ठारू आपण आघात पाइबार संभावना रहुछि। तेणु निश्चित यहा प्रति सचेतन रुहंतु कुंभ राशि व्यक्ति। आज कुंभ राशि व्यक्तिंकर भाग्य संख्या रहिछि 3, भाग्य रंग रहुछि कमला एवं ग्रह माने आपण को आज 25% साथ दउछंती। एबे चलंतु जानिबा मीन राशि व्यक्तिंक विषय। मीन राशि व्यक्ति आज आपणकर भाग्य उदय युग रहुछि। समस्त कार्य सुरुखुरे हबार अनेक चांस रहुछि। तेबे निजर आशा अनुसार आज आपण कार्य सफलता धीरे धीरे आगकू बढ़िबे। तत्सहित पूर्वरु अटकी जाइथिबा कार्य मीन राशि व्यक्तिंकर आज सफलता आडकू अग्रगति करिवो। आज मीन राशि व्यक्ति जाकि चाकरी संबंध रे कार्य गुडी को आज चाप रे किछि सम्मुखीन होई पारंती। तेणु ध्यान पूर्वक जदि कार्य करिवे आपण सही चाप कार्य को मध्य सफलता एवं हस खुशी रे कटिबार निश्चित भाग्य साथ देव, जहा आपणक भाग्य राशि रे जणा पडुछि। आज निश्चित मीन राशि व्यक्ति प्रेम जगत रे आपण बहुत आनंदित एवं रोमांटिक परिवेश सृष्टि करि पारे। तत्सहित आज मीन राशि व्यक्तिंकर पारिवारिक संपर्क भल रहिबो। निज भितरे पूर्वरु थिबा मतभेद दूरीभूत हेबो। तेबे आज मीन राशि व्यक्तिंकर शत्रु जनित पीड़ा रहुछि। तेणु ध्यान पूर्वक जेकोसी कार्य करुछंती शत्रु को जो माने शत्रु खळ प्रवृत्ति लोक ठारू आपण दूरता अवलंबन करिले ताहा आपणक पई भलो हेबो। तेबे
मीन राशि व्यक्ति आज शिक्षार्थी विद्यार्थी मानक पई निश्चित यह प्रति सचेतन रुहंतु जहाँ आपनक पई भलो हेबो। तबे राजनीतिक कार्य रे आपण आज दूरता अवलंबन करिले आपनक पई भलो हेबो जहाँ आपनक भाग्य चक्र रु जणा पडुछि। तबे मीन राशि व्यक्ति आज अर्थजनित कारोबार रे आपण टिके सावधान सहकारे कार्य करंतु। लाभ भी अछि क्षति भी अछि, तेणु निश्चित ध्यान पूर्वक करिले सफलता पाइबे अर्थात लाभ मध्य पाइबे। आज मीन राशि व्यक्तिंकर स्वास्थ्यगत दृष्टि देखिले आपणकर किछि मात्रा रे स्वास्थ्य समस्या रही पारे जहाँ पई आपण विचलित होई पारंती। तेणु निश्चित स्वास्थ्य को सचेतन बा मानसिक स्तर रे आपण सुस्थ रहिबा पई चेष्टा करंतु। आवश्यक स्थले ध्यान जुग करंतु जहाँ आपणक पई भलो हेबो। आज मीन राशि व्यक्तिंकर भाग्य संख्या रही 4, भाग्य रंग रहुछि नील रंग एवं ग्रह माने आपन को आज 60% साथ दउचंती। ओम विष्णवे नमः। नमस्कार।